ଏଇଠୁ ଆସୁଛି କହିକି ଯଦି କୋଉଦିନ ଡେରି କଲ ତମେ ବି ତମ ମହାପ୍ରଭୁଙ୍କ ପରିକା ଦାଣ୍ଡରେ ଛିଡା ହବ। ଯାହାର ଦୟାକୁ ଅଛି ଜଗତ ଅନାଇ, ଶାଗ ବଡି ନାଡି ଖଣ୍ଡେ ତାକୁ ଗଲ ଦେଇ। ସତ କହିଲେ ଆମ ମହାପ୍ରଭୁ କେତେ ନିର୍ଦ୍ଦୟ, ଯିଏ ସଦା ଦୟାଳୁ ନିଜ ଭକ୍ତ ବୃନ୍ଦେ। ନିଜ ଭକ୍ତ ମାନଙ୍କ ପ୍ରତି ସଦା ଦୟାଳୁ ଥିବା ଆମ ମହାପ୍ରଭୁ ଆମ ମାଙ୍କ ପ୍ରତି କେତେ ନିର୍ଦ୍ଦୟ ହୋଇଛନ୍ତି। ଏଇଠୁ ଆସୁଛି କହି 9 ଦିନ ଗଲା, ଘର କି ଘରଣୀ କଥା ମନେ ନ ପଡିଲା। ଏଇଠୁ ଆସୁଛି କହି ମହାପ୍ରଭୁ ଯାଇଛନ୍ତି ହେରି। 9 ଦିନ ବିତି ଗଲାଣି, ମାଙ୍କୁ କଳମ ଶାଗକୁ ଚାଉଳ ଗଣ୍ଡିଏ ଦେଇକି ଯାଇଛନ୍ତି। ସେତିକି ଖାଇ ମା ଅଛନ୍ତି। କହିଲେ କୋଉ ଘରଣୀ ବା ନ ରାଗିବ। ସେ ରାଗର ପ୍ରତିଫଳନ ଦେଖିବାକୁ ମିଳେ ନୀଳାଦ୍ରି ବିଜୟ ଦିନ। ଆରେ ଲୋକାଚାରରେ ଯେତେବେଳେ ମହାପ୍ରଭୁ ପହଣ୍ଡି ବିଜୟ କରନ୍ତି ନୀଳାଦ୍ରି ଭିତରକୁ, ସେଦିନ ରାଗ ତମ ତମ ଆମ ମହାଦେଇ ସିଂହଦ୍ୱାରର ଗୁମୁଟର କବାଟକୁ ବନ୍ଦ କରିଦିଅନ୍ତି। ଦାଣ୍ଡଟାରେ ଛିଡା ହୁଅନ୍ତି ଆମ ମହାପ୍ରଭୁ। ଲୋକେ ଠରାଠରି ହୁଅନ୍ତି, ଲୋକେ କୁହାକୁହି ହୁଅନ୍ତି ଯେ ଦେଖରେ ଭଲା ନାଗରକୁ ଅନାଲୋ, ବଡ ଦାଣ୍ଡଟାରେ ଭାରି ଚାକୁଡରେ ଡରୁଆ ପଡିଛି ଧରାଲୋ। ଦର୍ଶକ ବନ୍ଧୁ, ଆମ ମହାପ୍ରଭୁ ଏଇ ଭିତରେ, ଏଇ ଲୌକିକ ଅଲୌକିକ ଲୀଳା ଭିତରେ ଆମକୁ ଆମ ଘରଣୀକୁ ସମ୍ମାନ ଦବାର ଶିକ୍ଷା ଦିଅନ୍ତି। ଯଦି ଘରଣୀ ପ୍ରତି ଆପଣ ନିର୍ଦ୍ଦୟ ହେବେ, ଅତ୍ୟାଚାର କରିବେ, ଅନୀତି କରିବେ, ତାହେଲେ ଆପଣଙ୍କୁ ମଧ୍ୟ ଏମିତି ଦାଣ୍ଡରେ ଛିଡା ହେବାକୁ ପଡିବ। ଜୟ ଜଗନ୍ନାଥ।